हेलो फ्रेंड्स, जय जगन्नाथ। आम आलोचना करुँच साहित्य इतिहास डॉक्टर सुरेंद्र कुमार महाराणा। तो आम आलोचना करुँच कौन ना नाथ साहित्य। नाथ साहित्य आम आलोचना करते शिशुवेद संपर्क में जो क्लास टी आम करवा तो ये आम अमरकोश गीता संपर्क में आलोचना करवा जे अमरकोश गीता कहार एवं ଏହାକୁ ମାନେ କାହାର କଥୋପକଥନ ସଙ୍ଗେ ମାନେ ଭଙ୍ଗୀରେ ଏଟା ସୃଷ୍ଟି ହୋଇଛି ତାକୁ ମଧ୍ୟ ଆଲୋଚନା କରିବା। ଦେଖନ୍ତୁ ସିଧାସଳଖ ଆମେ ବିଷୟବସ୍ତୁକୁ ଯିବା। ଦେଖ ଏଇ ଯୋଉ ବହିଟି ଆଦିନାଥଙ୍କ ନାମରେ ଭଣତି ହୋଇଛି, ଅର୍ଥାৎ ଆଦିନାଥ ଲେଖିଛନ୍ତି ବୋଲି ତାଙ୍କ ନାଁରେ ଭଣତି ହୋଇଛି ଏବଂ ନାଥ ଧର୍ମ ତତ୍ତ୍ୱରେ ପରିପୃଷ୍ଟ ଏକ ଗ୍ରନ୍ଥ ହେଉଛି ଅମରକୋଶ ଗୀତା। ମାନେ ନାଥ ଧର୍ମର ଗୋଟେ ଅନ୍ୟତମ ଗ୍ରନ୍ଥ ହେଉଛି ଅମରକୋଶ ଗୀତା। ଗୁରୁ ଆଦିନାଥ ଆଉ ଶିଷ୍ୟ ଲୌକିକର କଥୋପକଥନ ଢଙ୍ଗରେ ଏଇଟା ରଚିତ। ଆମର ଯୋଉଭଳି ଭାଗବତ ହେଇଛି କଣ ନା ସୁକଦେବ କହୁଛନ୍ତି, ପରୀକ୍ଷିତ ଶୁଣୁଛନ୍ତି ସମ୍ପୂର୍ଣ୍ଣ। ତ ଠିକ୍ ସେଇଭଳି ଭାବରେ ମାନେ କଥୋପକଥନ ଭଙ୍ଗୀରେ ଏଇ ବହିଟି ମଧ୍ୟ ଆରମ୍ଭ ହୋଇଛି। କୋଉଟା ନା ଅମରକୋଶ ଗୀତା। ଏଇଟା SSB ଏଣ୍ଡ ଯୋଉ ଆମର CPT ଏକ୍ଜାମ ଯୋଉ PG ଏଣ୍ଟ୍ରାନ୍ସ ଯୋଉମାନେ ଦେବେ ଏଇଟା ଆସେ ଯେ ଅମରକୋଶ ଗୀତାରେ ମାନେ କାହା କାହା ମଧ୍ୟ କଥୋପକଥନରେ ବହିଟି ଆରମ୍ଭ ହୋଇଛି। ଏବଂ ଆଉ ଗୋଟେ କ୍ୱେଶ୍ଚିନ୍ ଯଦି ଆସେ ଯେ ଏଇ ଯୋଉ ବହିଟି ଅମରକୋଶ ଗୀତା କାହା ନାଁରେ ଭଣତି ହୋଇଛି, ତ ଆମେ ଜାଣିଲେ ଗୁରୁ ଆଦିନାଥ ଆଉ ଶିଷ୍ୟ ଲୌକିକଙ୍କର କଥୋପକଥନରେ ଏଇ ବହିଟି କ'ଣ ହେଇଛି ନା ରଚିତ ହୋଇଛି ଏବଂ ଆଦିନାଥଙ୍କ ନାମରେ ଇଏ ଭଣତି ହୋଇଛି। ଏବଂ ଏହି ନାଥ ଧର୍ମର ଆଦିନାଥ ଓ ଶିବଙ୍କୁ ଏକ ଅଭିନ୍ନ ଭାବରେ ଗ୍ରହଣ କରାଯାଇଛି। ଏ ନାଥ ଧର୍ମରେ କ'ଣ କରାଯାଇଛି ନା ଭଗବାନ ଶଙ୍କର ଆଉ ଆଦିନାଥଙ୍କୁ ଗୋଟିଏ ବୋଲିକି ଧରାଯାଇଛି। ଯେମିତି ଆମେ ଭଗବାନ ରାମ ଆଉ ଜଗନ୍ନାଥ କୃଷ୍ଣଙ୍କୁ ଏକ ବୋଲି ଭାବୁ, ବିଷ୍ଣୁଙ୍କୁ ଏକ ବୋଲି ଭାବୁ, ଠିକ୍ ସେଇଭଳି ଭାବରେ ଏମାନେ ଆଦିନାଥ ଶିବଙ୍କୁ ଏକ ବୋଲିକି କୁହନ୍ତି। ମାନେ ସେ ଯିଏ ଆଦିନାଥ ସିଏ ହିଁ ହେଉଛି ଶଙ୍କର। ଏଥିରୁ ଶିଷ୍ୟଙ୍କୁ ପୁତା ଭାବରେ ସମ୍ବୋଧିତ କରାଯାଇଛି, ମାନେ ଶିଷ୍ୟଙ୍କୁ ପୁତା ଭାବରେ କରାଯାଇଛି। ଏବଂ ଗୀତ ରହିଛି ଶୁଣ ପୁତାରେ ଲୋଇରେ, ଶୁଣ ପୁତା ଲୋଇରେ, ଏଇଭଳି ଭାବରେ କୁହାଯାଇଛି। ଗ୍ରନ୍ଥ ଆରମ୍ଭରୁ କିଛି ଅଂଶ ପ୍ରକାଶିତ ହୋଇଛି ଡକ୍ଟର ବଂଶୀଧର ମହାନ୍ତିଙ୍କ ଦ୍ୱାରା। ଏଇ ଯୋଉ ବହିଟିର ପ୍ରଥମେ କାହା ଦ୍ୱାରା ପ୍ରକାଶିତ ହୋଇଛି ନା ବଂଶୀଧର ମହାନ୍ତିଙ୍କ ଦ୍ୱାରା। ତାପରେ କ'ଣ ହେଇଛି ଦେଖିବା ନା ଏହାର ରଚନା କାଳ କେତେକ ଆଲୋଚକଙ୍କ ଦ୍ୱାରା 1300 ଶତାବ୍ଦୀ ଭାବରେ ନିର୍ଣ୍ଣୟ ହୋଇଛି। କେତେ କହିଛନ୍ତି ଯେ ଏଇ ଯୋଉ ଅମରକୋଶ ଗୀତାଟି 1300 ଶତାବ୍ଦୀର ରଚିତ ହୋଇଛି। ଏବଂ କୁଷ୍ଠଚରଣ ସାହୁ କିନ୍ତୁ କ'ଣ କରୁଛନ୍ତି ନା ଭାଷା ଦୃଷ୍ଟିରୁ ଏହାକୁ 15ଶ ଶତାବ୍ଦୀ ଭାବରେ ଗ୍ରହଣ କରୁଛନ୍ତି। କେତେ କହିଛନ୍ତି ଏଟା 1300 ଶତାବ୍ଦୀ, କିନ୍ତୁ କୁଷ୍ଠଚରଣ ସାହୁ କହିଲେ ଏଟା 15ଶ ଶତାବ୍ଦୀ। କୋଉ ଦୃଷ୍ଟିରୁ ନା ଭାଷାତାତ୍ତ୍ୱିକ ଦୃଷ୍ଟିରୁ ବିଚାର କରି କହିଛନ୍ତି। ମାତ୍ର ନିମ୍ନରେ ଉଦ୍ଧୃତ କେତୋଟି ପଂକ୍ତି ଏହାକୁ ପଞ୍ଚସଖା ଯୁଗ ବା ଷୋଡ଼ଶ ଶତାବ୍ଦୀ ରଚନା ଭାବରେ ଗ୍ରହଣ କରିବ। ପୁଣି କେତେ କହିଛନ୍ତି ଏଟା ଷୋଡ଼ଶ ଶତାବ୍ଦୀର ରଚନା। ଯେମିତିକି କ'ଣ କ'ଣ ରହିଛି ନା ଶୂନ୍ୟଣ ଜାତପୁତା ଜନମ କାଳହୁ ମଲା, କିଛି ମିଛ ଲିତାଏ ଅଲି ଖରଙ୍ଗ ଦେଖିଲା, ସେରଙ୍ଗ ଦେଖିବୁ ପୁତା ଚୋର କଇଁ ଯୋଗୀ, ତାହା ଚିହ୍ନିଲେ କେବେ ହିଁ ନହି ବୁଟି ରୋଗୀ। ଏଇଭଳି ଭାବରେ କ'ଣ ହେଇଛି ଏଇ ଯୋଉ ଭାଷା ଭଙ୍ଗୀକୁ ଦେଖିଲେ ଆମକୁ ଲାଗେ ଯେ ଏଟା ଷୋଡ଼ଶ ଶତାବ୍ଦୀର ଗୋଟେ ରଚନା। ଆଉ ଦ୍ୱିପଦ କ'ଣ ଏହା ଯେବେ ପୁତା ନିତ୍ୟ କହି ପଢ଼ି, ଆଦିନାଥ କହିଲେ ଗୋରଖନାଥଙ୍କ ଆଗରେ ଅବଧାରୀ। ତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପୁସ୍ତକ ଗ୍ରନ୍ଥରେ ରହିଛି, ଯାହା ବି ଆମେ ଜାଣିଲେ। ତେଣୁ ପ୍ରାଚୀନ ଗଦ୍ୟ ଶୈଳୀରେ ରଚିତ 2 ଖଣ୍ଡ ଅତ୍ୟନ୍ତ ଜୀର୍ଣ୍ଣ ଅମରକୋଶ ପତି ସଂଗ୍ରହ କରିଛନ୍ତି ଡକ୍ଟର ନଗେନ୍ଦ୍ରନାଥ ପ୍ରଧାନ। ଏହା ପାଠରୁ କେତୋଟି ପଂକ୍ତି ମଧ୍ୟ ଦେଖାଯାଇଛି, ଯେମିତିକି ଅଦେଖ ଅଦେଖ ଦେଖା ଅତୁଳ ତୁଳା, ଚାରିକ୍ଷରକୁ ଅମାପ ମାପ, ବିଶ୍ୱରା ମାଛ ପାନ, ନୟନ ମୁଦ୍ରା ଦୂର କର, ନାସିକା ଉପନେ ପବନ ଉଚ୍ଚାରି, ଚନ୍ଦ୍ର ଦ୍ୱାରେ ସୂର୍ଯ୍ୟକୁ ଲଜାଇ, ସାଧ ସାଧ ପୁତାରେ ଆହୁଟ ଉଜାଣି, ପାଦ କର ପୁତାରେ ବାଇବ ସୂର୍ଯ୍ୟ ବୋଲି, ତଥିରୁ ଉପରକୁ ସୁକଳ ରାମରାଜ୍ୟ ବୋଲି, ବୁଝ ବୁଝ ପୁତାରେ ଜ୍ଞାନର ଅବସ୍ଥା, ତଥିର ବସଇ କମଳ ଚକ୍ର ଦେବତା। ତ ଏଇଭଳି ଭାବରେ ଗୀତ ରହିଛି କାହା ଦ୍ୱାରା ନା ଅମରକୋଶ ଗୀତାରେ। ଜ୍ଞାନ ତତ୍ତ୍ୱ ଭିତ୍ତିକ ଗୀତା। ଯେତେବେଳେ ଆମେ ଅମରକୋଶ ଗୀତାକୁ ୟାଦେହରୁ ଆଲୋଚନା କରିବି ତ ଇଏ ପଦର ମାନକୁ ପୁରା ଲାଇନ୍ ବାଇ ଲାଇନ୍ ବୁଝେଇବି। କିନ୍ତୁ ଆମର ଜାଣିବାର ଥିଲା ଯେ ଅମରକୋଶ ଗୀତା କ'ଣ। ଅମରକୋଶ ଗୀତା ଆମେ ଜାଣିଲେ କ'ଣ ନା ଆଦିନାଥଙ୍କ ନାମରେ ଭଣିତ ହୋଇଛି। ଆଦିନାଥ ଆଉ ଶିଷ୍ୟ ଲୌକିକ କଥୋପକଥନ ଢଙ୍ଗରେ ଏହା ରଚିତ ହୋଇଛି ଏବଂ ଏଠାରେ ଆଦିନାଥ ଓ ଶିବଙ୍କୁ ଏକ ଅଭିନ୍ନ ବୋଲିକି କରାଯାଇଛି ଏବଂ ଏଥିରେ ଅନେକ ଗୁଡ଼ିଏ ଜ୍ଞାନ ତତ୍ତ୍ୱ ଦେଇଛି।
ତାପରେ ଆମେ ନେକ୍ସଟରେ ଆମେ ଆଲୋଚନା କରିବା ମତ୍ସ୍ୟେନ୍ଦ୍ର ଗୀତା। ଠିକ୍ ଅଛି? ବହୁତ ବହୁତ ଧନ୍ୟବାଦ। ନେକ୍ସଟ କ୍ଲାସରେ ଦେଖା ହବ।